ହଉ ଏବେ କହିଲ ବଡ ଠାକୁରଙ୍କର ଚିତା କେତେ ଭରିର? ବଡ଼ ଠାକୁରଙ୍କର ଚିତା ହେଉଛି 73 ଭରି 12 ଅଣା ଆଉ 5 ବେଢ ବିଶିଷ୍ଟ। ସେ 5 ବେଢରେ ମଝିରେ ଅଛି ଗୋଟେ ନାୟକ ମର୍କତ। ମହାପ୍ରଭୁଙ୍କର ହୀରା ଥିଲା, ବଡ଼ ଠାକୁରଙ୍କର ଅଛି ଗୋଟେ ନାୟକ ମର୍କତ। ପ୍ରଥମ ବେଢରେ ମାଣିକ୍ୟ ଚୁନି 16ଟା, ଦ୍ୱିତୀୟ ବେଢରେ ହୀରାକଣି 28ଟା, ତୃତୀୟ ବେଢରେ ମର୍କତ ଚୁନି 28ଟା, ଚତୁର୍ଥ ବେଢରେ ହୀରାକଣି 46ଟା, ପଞ୍ଚମ ବେଢରେ ମାଣିକ୍ୟ ଚୁନି 38ଟା ଆଉ କଲିରେ ପାନପତ୍ରୀ ହୀରା ଗୋଟେ ବଡ ହେଇକି ତା ଦେହରେ ମଧ୍ୟ ଅଛି। ପଞ୍ଚମ ବେଢ ପଦକରେ ହୀରାକଣି 2ଟା ଅଛି ଆଉ ପଞ୍ଚମ ବେଢର ତଳ କଲିରେ ନୀଳା ଗୋଟେ ଅଛି। ଏମିତି ଦେଖିଲେ ବଡ଼ ଠାକୁରଙ୍କ ରତ୍ନ ଚିତାରେ 161ଟା ରତ୍ନ ବ୍ୟବହାର ହେଇଛି, 161 ଗୋଟି ରତ୍ନ। ଆଉ ତାର ଓଜନ ତମକୁ ଯେମିତି କହିଲି 73 ଭରି 12 ଅଣା। ଆମ ବଡ଼ ଠାକୁରଙ୍କ ଚିତା ବି କିଛି କମ ନୁହଁ, କିନ୍ତୁ ଆମ ଦିନ ଟିକେ ବଡ ଚିତା ପିନ୍ଧନ୍ତି, ଟିକେ ବଡ ଖିଆ ଠାକୁର, ତାକୁ ଟିକେ ବଡ ଭାଇ ଟିକେ ବେଶୀ ଗେଲା କରନ୍ତି, ସେଥିପାଇଁ ଜଗନ୍ନାଥଙ୍କୁ ଟିକେ 125 ଭରିର ଦିଆହେଇଛି। ଆଉ ଆମ ମହାପ୍ରଭୁ 73 ଭରିର ଗୋଟେ ଚିତା ପିନ୍ଧୁଛନ୍ତି। ମାଙ୍କର ତମେ ସେମିତି ସବୁ ଗୋଟେ ଭିଡିଓରେ କେମିତି କହିବି, କାଲି ପଚାରିବ।